ଆପଣମାନଙ୍କ ପାଇଁ ଗୋଟେ ଭିଡ଼ିଓ ନେଇକି ଆସିଛି, ଯୋଉଥିରେ କି ଯୋଉମାନେ ପ୍ରାଇମେରୀ ଶିକ୍ଷକ ହେବା ପାଇଁ ଚାହୁଁଛନ୍ତି, ଏଲିମେଣ୍ଟାରୀ ଏଜୁକେସନରେ ଟିଚର ହେବା ପାଇଁ ଚାହୁଁଛନ୍ତି, ସେଇଥିପାଇଁ ଗୋଟେ କୋର୍ସ କରିବାକୁ ପଡ଼ିବ, ଯୋଉଟାକୁ କୁହାଯାଉଛି DELED, ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ। ତ ଏଇ କୋର୍ସଟିକୁ ପଢ଼ିବା ପାଇଁ ହେଲେ ଆମର ଯୋଉ ସରକାରୀ ସ୍ତରରୁ ଯୋଉ ତାର ସିଟ୍ ରହୁଛି, ସେଥିପାଇଁ ଗୋଟେ ଅନଲାଇନ୍ ଆପ୍ଲିକେସନ ପ୍ରତ୍ୟେକ ବର୍ଷ ଆସେ ଏବଂ ସେଇଟାକୁ ତୁମକୁ ପୂରଣ କରିବାକୁ ପଡ଼ିବ ଅନଲାଇନ୍ ମାଧ୍ୟମରେ। ଆଉ ତାର ଏଲିଜିବିଲିଟି କ୍ରାଇଟେରିଆ ହେଉଛି ଯୋଉମାନେ +2 ସାଇନ୍ସ କିମ୍ବା ଆର୍ଟ୍ସ, କମର୍ସ ପିଲା ଯୋଉମାନେ ବି ଥିବେ ସେମାନେ କମ୍ପ୍ଲିଟ୍ କରିଥିବେ, ଆଉ ଏଟଲିଷ୍ଟ ସେମାନଙ୍କର 45% ମାର୍କ ଥିବ। ଜେନେରାଲ କାଟେଗୋରୀ ବିଲଙ୍ଗସ୍ କରୁଛନ୍ତି ଯଦି ଆପଣଙ୍କର 50% ମାର୍କ ଥିବା ଦରକାର, ତାହେଲେ ଆପଣମାନେ ଏଲିଜିବଲ୍ ଆପ୍ଲାଏ କରିପାରିବେ। ତ ଏଇ ପରୀକ୍ଷାଟି ଆମର ଟିଚରସିପ୍। ତା ପାଇଁ ଯୋଉ ସିଲାବସଟି ରହୁଛି, ଅଫିସିଆଲ ଏକ୍ଜାମିନେସନ ସିଲାବସ ଷ୍ଟ୍ରକ୍ଚର ରହୁଛି, ତାକୁ ମୁଁ ନେଇକି ଆସିଛି ଆପଣମାନଙ୍କ ପାଇଁ। ତ କୌଣସି ବି ଏକ୍ଜାମ କ୍ରାକ୍ କରିବାକୁ ହେଲେ ପ୍ରଥମେ ଆମକୁ ଦେଖିବାକୁ ହେଉଛି ତାର ସିଲାବସଟି କ'ଣ ରହିଛି। ତା ବାଦ ଅନ୍ୟ ଜିନିଷ ଗୁଡ଼ାକ ବି ଆମକୁ ଦେଖିବାକୁ ପଡ଼ିବ। ତ ଫାର୍ଷ୍ଟ ଅଫ୍ ଅଲ୍ ଆମକୁ ପ୍ରଥମେ ଦେଖିବାର ଅଛି ଯେ ସିଲାବସରେ କ'ଣ ଅଛି ଆଉ କୋଉ ଜିନିଷ ଗୁଡ଼ାକ ମୁଁ କ୍ୟାପଚର କରିବି, ଯାହାଦ୍ୱାରା କି ମୁଁ ଏଇ ଯୋଉ ପରୀକ୍ଷାଟି ଦେବି ସେ ପରୀକ୍ଷାରେ ଭଲ ସ୍କୋର କରିପାରିବି। ଆଉ ଯେତେ ଅଧିକ ଭଲ ସ୍କୋର ରହିବ ସେତେ ସିଲେକ୍ସନ ହେବାର ପସିବିଲିଟି ବଢ଼ିଯିବ। ତ ମ୍ୟାକ୍ସିମମ୍ ଏତେ ବି ଡିଫିକଲ୍ଟ ନୁହେଁ, ବହୁତ ପିଲା ଏକ୍ଜାମ ଆପ୍ଲାଏ କରନ୍ତି, କିନ୍ତୁ ସେଥିମଧ୍ୟରୁ ଯୋଉମାନେ ଡେଡିକେଟେଡଲି ପ୍ରିପେୟାର କରିଥାନ୍ତି ବା ଯୋଉମାନେ ତାର ସଠିକ୍ କେମିତି ଏକ୍ଜାମକୁ ପ୍ରିପେୟାର କରିବାକୁ ହୁଏ ଆଉ ସଠିକ୍ ସିଲାବସ୍ ଅନୁସାରେ ପ୍ରିପେୟାର୍ଡ ହେଇଥାନ୍ତି, ପ୍ରସ୍ତୁତ ହେଇଥାନ୍ତି, ସେଇମାନେ ହିଁ କେବଳ ଉତ୍ତୀର୍ଣ୍ଣ ହେଇଥାନ୍ତି। ପାଖାପାଖି ଆମେ ଯଦି ଦେଖିବା 25-30 ହଜାର ପିଲା ଆମର ଆପ୍ଲାଏ କରନ୍ତି এই ଏକ୍ଜାମ ପାଇଁ। ତ ପ୍ରଥମେ ଆମେ ସିଲାବସଟି ଜାଣିବାର ଅଛି। ତ ଏଇଥିପାଇଁ ଯୋଉ ଏକ୍ଜାମଟି ହେଉଛି ସେଥିରେ ଆମର 90 ମିନିଟ୍ ପାଇଁ ଏକ୍ଜାମ ରହୁଛି। ଟୋଟାଲ ନମ୍ବର ଅଫ କ୍ୱେଶ୍ଚିନ୍ ବି ଆମର 90 ରହୁଛି, ଟୋଟାଲ ମାର୍କ ମଧ୍ୟ 90 ରହୁଛି। ଆଉ ଏଇ ଯୋଉ ପରୀକ୍ଷାଟି ହେଉଛି ଏବେ ଅନଲାଇନ୍ ମୋଡରେ ହେଉଛି, କମ୍ପ୍ୟୁଟର ବେସ୍ଡ ଟେଷ୍ଟ ଯୋଉଟାକୁ କୁହାଯାଉଛି, ଏଥିରେ ମାଇନସ୍ ମାର୍କିଂ ମଧ୍ୟ ଅଛି। ଦେଖ ପିଲାମାନେ, ଯଦି କୌଣସି ମାଇନସ୍ ମାର୍କିଂ କଲେ କ'ଣ ନା, କୌଣସି ପ୍ରଶ୍ନ ଯଦି ତୁମକୁ ନ ଆସୁଛି, ସେ ପ୍ରଶ୍ନର ଉତ୍ତର ତୁମେ କରିବା ପାଇଁ ଟ୍ରାଏ କରୁଛ, ଯଦି ଠିକ୍ ଅଛି ତୁମ ପାଇଁ 1 ମାର୍କ ଆସିଲା, କିନ୍ତୁ ସେଇ କ୍ୱେଶ୍ଚିନ୍ଟି ଯଦି ତୁମର ଭୁଲ ହେଇଯାଇଛି ତାହେଲେ ତୁମେ ମାଇନସ୍ ମାର୍କିଂ ହେବ, ଯୋଉଥିରେ କି ତୁମର 1 ମାର୍କ ତ ଯିବ, ତା ସହିତ 0.25 ମାର୍କ ମାଇନସ୍ ମାର୍କିଂ ହେବ। ଦ୍ୟାଟ୍ ମିନ୍ସ ଯଦି ତମେ 90ଟି କ୍ୱେଶ୍ଚିନ୍ରୁ ଗୋଟିଏ କ୍ୱେଶ୍ଚିନ୍ ଆଟେମ୍ପ୍ଟ କରୁଛ ଆଉ ସେଇ କ୍ୱେଶ୍ଚିନ୍ଟି ଭୁଲ ଅଛି, ତାହେଲେ ସେଥିରେ ତୁମର ଯୋଉ ର ସ୍କୋର ଆସିବ ସେଥିରେ ତୁମର -0.25 ମାର୍କ ରହିବ। କେବଳ 1 ମାର୍କ କଟିବ, 1 + 0.25 ମାର୍କ କଟିବ। ତାପରେ ଇଏ ହେଲା ମାଇନସ୍ ମାର୍କିଂ କଥା। ଆଉ ଟାଇମ୍ କ'ଣ ଆମେ ଜାଣିଗଲେ, କ୍ୱେଶ୍ଚିନ୍ କେତୋଟି ଆସିବ ଆମେ ଜାଣିଲେ, ଏକ୍ଜାମ ଡ୍ୟୁରେସନ୍ ମଧ୍ୟ ଜାଣିଲେ। 90 ମିନିଟ୍ ରହୁଛି, କମ୍ପ୍ୟୁଟର ବେସ୍ଡ ଟେଷ୍ଟ, ମଲ୍ଟିପଲ୍ କ୍ୱେଶ୍ଚିନ୍ସ, ସାମ୍ବାଦିକ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ତାପରେ ଆମେ ଦେଖିବା ଯେ କେଉଁ ବିଭାଗରୁ କେତୋଟି ପ୍ରଶ୍ନ ଆସୁଛି। ତ ଏଥିରେ କ'ଣ ହୁଏ ନା, 2ଟି ସେକ୍ସନ ଅଛି। ଆମର 2ଟି ସେକ୍ସନ ରହୁଛି। ସେକ୍ସନ 1 ଯୋଉଟାକି କମ୍ପଲସରି, ଏଇଟା ହେଉଛି ଆମର କମ୍ପଲସରି ସମସ୍ତଙ୍କ ପାଇଁ। ଆଉ ତାପରେ ସେକ୍ସନ 2 ଯୋଉଟା ସବଜେକ୍ଟ ସ୍ପେସିଫିକ୍, ଆମର ଯୋଉ ସବଜେକ୍ଟ ରହିଥାଏ ବେସିକାଲି ସେ ସବଜେକ୍ଟ ରିଲେଟ୍ କରିକି କ୍ୱେଶ୍ଚିନ୍ ଆମର ଆସିଥାଏ। ତାପରେ ସେକ୍ସନ 1ରେ କ'ଣ ରହୁଛି ନା, ଯେମିତିକି ଲାଙ୍ଗୁଏଜ, ଇଂଲିଶ କମ୍ପଲସରି ଯୋଉଟା ରହିବ। ତାପରେ ଏଜୁକେସନ ଆଣ୍ଡ ଜେନେରାଲ ଆୱାରନେସ୍, ତା ଉପରେ ମଧ୍ୟ ପ୍ରଶ୍ନ ରହିବ। ରିଜନିଂ କ୍ୱେଶ୍ଚିନ୍ ରହିବ, ତା ସହିତ ଟିଚିଂ ଆପ୍ଟିଚ୍ୟୁଡ୍ ବି ରହିବ। ତ ଏଇ ସବୁ ସବଜେକ୍ଟକୁ ମିଶେଇକି ଯୋଉଟା କମ୍ପଲସରି ରହୁଛି 30 ମାର୍କସ୍ ବା 30ଟି ପ୍ରଶ୍ନ ଆସିବ, ସେଥିପାଇଁ 30 ମାର୍କ ରହୁଛି। ସେକ୍ସନ 2ରେ କ'ଣ ରହୁଛି ନା, ଓଡ଼ିଆ ବା ଆମର ଯୋଉଟା ମଦର ଟଙ୍ଗ ରହୁଛି, ଯୋଉଟା ରିଜନାଲ ଆଞ୍ଚଳିକ ଭାଷା ରହୁଛି, ତାକୁ ରିଲେଟ୍ କରିକି ପ୍ରଶ୍ନ ଆସିବ। ଖାସ୍ କରିକି ଆମେ ଯଦି ତାକୁ ପାର୍ଟିସିପେସନ କରିବା ତାହେଲେ 4ଟି ସବଜେକ୍ଟ ରହୁଛି। ପ୍ରଥମଟେ ହେଉଛି ଆମର ଓଡ଼ିଆ, ତାପରେ ମ୍ୟାଥମେଟିକ୍ସ, ସୋସିଆଲ ସାଇନ୍ସ, ଆଉ ଗୋଟେ ହେଉଛି ସାଇନ୍ସ। ତ ଏଭ୍ରି ସବଜେକ୍ଟରୁ ଆମର 15 ମାର୍କ ଲେଖା ପ୍ରଶ୍ନ ଆସିବ। କ'ଣ ଆସିପାରେ ସେଇଟା ବି ଜାଣିବା ଆବଶ୍ୟକ। କ'ଣ ପ୍ରଶ୍ନ ଆସିପାରେ ସେଇଟା ବି ଜାଣିବା ଆମେ। ତ ତୁମମାନେ ଏଠି ଦେଖିପାରୁଥିବ, ପ୍ରଥମେ ଯଦି ଆମେ ଦେଖିବା ଯୋଉ କମ୍ପଲସରି ସେକ୍ସନଟି ରହୁଛି, ସେଥିରେ ଆମର ଲାଙ୍ଗୁଏଜ ଯୋଉ ଇଂଲିଶ ରହୁଛି, ସେଥିରେ କ'ଣ ଆସିବ, କମ୍ପ୍ରେହେନ୍ସନ୍ ଗୋଟେ ଆସିବ,
जोटा कम्प्रेहेंशन रे कोन आसे ना गोटे पैसेज आसे से पैसेज को हमको पढ़ी की बुझिबार अछि एवं ताकू नै कि जो प्रश्न गुड़िक थिबो तार उत्तर हमको करिबार अछि ओके देन vocabulary buildings and uses कौन रहुची ना सेथिरे किछि वर्ड थिबो तारो हमको ही पारे अपोजिट वर्ड पचार थाई पारे किंबा तार समानार्थक बोधक शब्द ही थाई पारे बा हमें कहबा सिमिलर वर्ड एमती किछि प्रश्न आस्थाई पारे तापरे जदि हमें देखिबा स्टैंडर्ड इंग्लिश ग्रामर एंड सिंटैक्स माने जदि किछि एरर थिबो किंबा ग्रामर को रिलेट करिकि सेतरे मध्ये गोटे दुटी क्वेश्चन आसी तापरे नेक्स्ट सेक्शन हमें जिबा एजुकेशन और जनरल अवेयरनेस तो पिला माने एथिरो 5 मार्क आसे एवरीडे साइंस को रिलेट करके जनरल इन्फॉर्मेशन को लेके हमारा गोटे क्वेश्चन आसे इवोल्यूशन ऑफ द इंडियन पॉलिटिकल सिस्टम हमार पॉलिटिकल सिस्टम कोठो केमती आसे ताकू रिलेट करके हमारा गोटे क्वेश्चन आसे हिस्टोरिकल एजुकेशन कमीशन जेहेतु हमारा ये जो परीक्षा टी रहउची ये होउची हमारा शिक्षकता ऊपर को लेके सेति हमारा शिक्षा ऊपर तार जो कमीशन एजुकेशनल कमीशन केमती गठन होइतला कमिटी के मेंबर थिले केबेठु आरंभ होइतला ताकू लेके गोटे दुटा प्रश्न आसी तापरे हमारा एबी जो न्यू एजुकेशन पॉलिसी इनिशिएटिव निया जायछि एनईपी 2020 ताकू रिलेट करके मध्ये हमारा किछि प्रश्न आस्थाई पारे तो जोटा कि परवर्ती मुहूर्त रे मु जदि नेक्स्ट वीडियो बनै सेतरे मु तुमको प्रोवाइड करबी को टाइप रो क्वेश्चन आसी पारे मेजर एजुकेशनल ऑर्गेनाइजेशन जेमिति कि एससीईआरटी एनसीटी हला तापरे हमर जेएनवी जेएनयू तो बड़ा बड़ा ऑर्गेनाइजेशन गुड़ा जो जोटा रहउची एजुकेशन को रिलेट करके तारो फाउंडेशन डे पचारि पारे बा केबेठु आरंभ होइतला ताको पचारि पारे ये बळे किछि प्रश्न भी गोटे देटा आसी पारे नेक्स्ट रीजनिंग 5 मार्क पड़बो रीजनिंग तो माने जानिछ तो मेंटल एबिलिटी जो टेस्ट हुए आ डायरेक्शन को बेस करके पचरे दे थाई पारे किंबा पजल किछि पचरे दे पारे एई बळे किछि क्वेश्चन आसीबो 5 मार्क आसीबो नेक्स्ट आमे देखिबा टीचिंग एप्टीट्यूड पिला माने 10 मार्क आसीबो तो क्लासरूम केमती लर्निंग रिलेटेड इश्यू केमती हुए ताको केमती समाधान करबा को पड़े मैनेजिंग क्लासरूम एनवायरनमेंट क्लासरूम को केमती आमे मैनेज करबा स्टूडेंट बिहेवियर जदि किए दुष्ट होउची ताको केमती आमे संभाळबा ताको रिलेट करके गोटे दुटा प्रश्न आसे एजुकेशनल कॉन्टेक्स्ट बेस्ड आमे देखिबा गोल ऑफ एजुकेशन शिक्षार लक्ष्य कोन पई आमे पाठ पढिबा ताको रिलेट करके भी किछि प्रश्न आसी पारे गोटे दुटा roles of various educational management agencies and organizations विभिन्न मैनेजमेंट जो अच्छे तार रोल कौन रोचे एजुकेशन को शिक्षा को लेके ता ऊपर मतलब गोटे दुटा प्रश्न आसे तापरे हमर आसीला सिलेबस जोडा रोचे 60 ये तो वाला 30 मार्क्स रो 60 मार्क जो 15 मार्क लेका सब्जेक्ट ओरिएंटेड रहउची खास करके ओडिया ओडिया रे हमर आसीबो ध्वनि शब्द को रिलेट करके जेमति कि फोनेटिक साउंड स्ट्रक्चर एंड वर्ड्स ताको लेके आसीबो पार्ट ऑफ स्पीच हम जानछन्ते डिटेल्स गुटे आमार जोडा विशेष विशेषण क्रिया ताको लेके भी प्रश्न आसीबो वर्ड फॉर्मेशन केमिति होची जेमति कि शांति विच्छेद जोडा हमें कहउछन्ते विपरीत शब्द हला समानार्थक बोधक शब्द ताको लेके मध्ये किछि प्रश्न आसीबो तापर हमें जदि देखिबा स्टैंडर्ड यूजेस ऑफ रूढ़ी एंड लोकवाणी जो रहउची से गुडा को लेके मध्ये किछिटा प्रश्न आसीबो तो आको लेके हमर 15 मार्क्स अराउंड आसीबो नेक्स्ट मैथमेटिक्स जदि हमें देखिबा मैथमेटिक्स रे कोन कोन आसुची ना एचसीएफ एलसीएम जोडा कहजे लसागु गसागु कथा कहउछन्ते स्क्वायर रूट रिलेट करके आसीबो परसेंटेज ऑफ एवरीडे लाइफ एप्लीकेशन जोडा हमें देखुचन्ती प्रॉफिट लॉस रही पारे बा सिंपल कंपोनेंट टेस्ट ही पारे तापर हमें जदि देखिबा अनुपात समानुपात लिनियर अलजेब्रिक इक्वेशन ताकू नेकी किछि गोटे प्रश्न आसीबो सेट थ्योरी जदि देखिबा एलिमेंट्स सबसेट कोन रहउची बेसिक ऑपरेशन इन सेट्स रे कोन कोन रहउची ताकू नेकी भी गोटे दुटा प्रश्न आसीबो बेसिक ज्योमेट्रिकल कांसेप्ट लेके प्रॉपर्टी ऑफ ट्रायंगल हमें जानछन्ती ट्रायंगल जेंते तीन कोणर परिमाण समष्टि केते 180 डिग्री क्वाड्रिलेटरल जदि देखिबा हम 360 डिग्री एमती किछि प्रश्न आसी पारे किंबा हमें कहि परिबा त्रिकोणमिति जो रहउची मेंसुरेशन ताको रिलेट करके मध्ये गोटे दुटा प्रश्न आसीबो तापर आछला हमर सोशल साइंस कोन स्टोन एज वैदिक एज मेडिवल हिस्ट्री हला प्रस्तर युग मध्य प्रस्तर युग जोडा कहउची मेडिवल हिस्ट्री डेवलपमेंट स्टेज ऑफ फ्रीडम मूवमेंट इन इंडिया भारत केमती स्वाधीन हेतिला
সেই সমୟରେ କ'ଣ ପରିସ୍ଥିତି ଥିଲା ତାକୁ ନେଇକି କିଛିଟା ପ୍ରଶ୍ନ ଆସିବ। ପଲିଟି ତ ତମେ ଜାଣିଛ, ସାଇଲେଣ୍ଟ ଫ୍ୟୁଚର୍ସ ଅଫ ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ କେମିତି ତିଆରି ହେଇଛି, କୋଉଠୁ ଆସିଛି, କୋଉ କୋଉ ପାର୍ଟସକୁ ନେଇକି ତିଆରି ହେଇଛି, ତାର କେତେଟି ଆର୍ଟିକଲ ଅଛି, ଆର୍ଟିକଲ ବି ପଚାରି ଦେଇପାରେ। ଷ୍ଟେଟ ଗଭର୍ଣ୍ଣମେଣ୍ଟ କେମିତି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କେମିତି, କିଏ କୋଉଥିରେ ମୁଖ୍ୟ, ରାଜ୍ୟସଭାର ମୁଖ୍ୟ କିଏ, ବିଧାନସଭାର ମୁଖ୍ୟ କିଏ, ଏମିତି ପଚାରି ଦେଇପାରେ, ନେମ୍ ବି ପଚାରି ପାରେ ହେଲା। ତାପରେ ଜିଓଗ୍ରାଫି ଯଦି ଆମେ ଦେଖିବା, ୟାର୍ଥ ଇଣ୍ଟରନାଲ ଷ୍ଟ୍ରକ୍ଚର ମାନେ ୟାର୍ଥର ଷ୍ଟ୍ରକ୍ଚର ଯୋଉଟା ସେଇଟା ଭଲ ଭାବରେ ଦେଖିଦେଇଥିବ। ଲାଟିଚ୍ୟୁଡ ଲଙ୍ଗିଚ୍ୟୁଡ କୁ ରିଲେଟ କରିକି ବି ଗୋଟେ ଦୁଇଟା ପ୍ରଶ୍ନ ଆସିବ। କ୍ଲାଇମେଟ କେମିତି, ଆମର ଜଳବାୟୁ କେମିତି ରହୁଛି, ଓଡ଼ିଶାର ପଚାରି ପାରେ, ଭାରତର ବି ପଚାରି ପାରେ, ତାକୁ ବି ଭଲସେ ଟିକେ ଦେଖିଦେଇଥିବ। ଆଟମୋସ୍ଫିୟର ଯଦି ଆମେ ଦେଖିବା, କନଜରଭେସନ ଅଫ ନ୍ୟାଚୁରାଲ ରିସୋର୍ସେସ, କୋଉ କୋଉ ଜାଗାରେ କୋଉ କୋଉ ଜିନିଷ ସବୁ ମିଳୁଛି ତାକୁ ନେଇକି ବି ପ୍ରଶ୍ନ ଆସିବ। ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ସିଷ୍ଟମ, ଯେମିତିକି ଏମିତି ପଚାରି ପାରେ ଏଣ୍ଡେଞ୍ଜର ସ୍ପେସିସ୍ ମାନେ ବିଲୁପ୍ତ ଜାତି କୋଉଟା ରହୁଛି, ସୁରକ୍ଷିତ ଜାତି କୋଉଟା ରହୁଛି, ଲୁପ୍ତପ୍ରାୟ ଜାତି କୋଉଟା ଅଛି, ଗ୍ରୀନ ଜୋନରେ କୋଉଟା ଅଛି ହେଲା। ସ୍ଥାନେ ଆମର ଯୋଉଟା କୁହାଯାଉଛି ଇନସିଟୁ କନଜରଭେସନ, ଏକ୍ସିଟୁ କନଜରଭେସନ, ତାକୁ ନେଇକି ଗୋଟେ ଦୁଇଟା ପ୍ରଶ୍ନ ସବୁ ବର୍ଷ ଆସୁଛି। ତାପରେ ଆମେ ଯଦି ଦେଖିବା ସାଇନ୍ସରେ ଡିଫରେଣ୍ଟ ଷ୍ଟେଟ ଆଣ୍ଡ ଫିଜିକାଲ ମାନେ ପଦାର୍ଥର ବିଭିନ୍ନ ଅବସ୍ଥା ଏବଂ ସେମାନଙ୍କର ରାସାୟନିକ ଗୁଣ ଆଉ ଧର୍ମ, ତାକୁ ନେଇକି ଗୋଟେ ଦୁଇଟା ପ୍ରଶ୍ନ ଆସିବ। କେମିକାଲ ରିଆକ୍ସନ, ଟାଇପ ଅଫ ରିଆକ୍ସନ ଯୋଉ ରହୁଛି ଆମର ରାସାୟନିକ ପ୍ରତିକ୍ରିୟା ଏବଂ ସେ ଇକ୍ୱେସନ, ତାକୁ ରିଲେଟ କରିକି ଗୋଟେ ଦୁଇଟା ପ୍ରଶ୍ନ ଆସେ। ତାପରେ ଆମେ ଯଦି ଦେଖିବା ଫୋର୍ସ, ବଳ, ଶକ୍ତି, ଲ ଅଫ ମୋଶନ, ତାକୁ ନେଇକି ବି ମଧ୍ୟ ଗୋଟେ ଦୁଇଟା କ୍ୱେଶ୍ଚନ ଆସିବ। ସେଲ ବାୟୋଲୋଜି ଆମେ ଯଦି ଦେଖିବା, ଇଏ ଗଲା ଆମର ଫିଜିକାଲ ପାର୍ଟ। ଆମେ ଯଦି ଦେଖିବା ବାୟୋଲୋଜି ଯୋଉଟା ବଟନି କହୁଛନ୍ତି, ସେଲ ବାୟୋଲୋଜି ଯେମିତି ଡିପ୍ ଷ୍ଟୋରି ଅଫ ପ୍ଲାଣ୍ଟ ସେଲ ଆଣ୍ଡ ଆନିମାଲ ସେଲ, ଏଇ ଦୁଇଟା ତ ଭଲ ଭାବରେ ପୁରା ଦେଖିକି ଯାଇଥିବ, କାରଣ ଏଥିରୁ ପ୍ରତ୍ୟେକ ବର୍ଷ ଗୋଟେ ଦୁଇଟା କ୍ୱେଶ୍ଚନ ଆସୁଛି। ସ୍ଟ୍ରକ୍ଚର, ଭାଇଟାଲ ଫଙ୍କସନ୍ସ ଆଣ୍ଡ ୟୁନିକ୍ ଆଡାପ୍ଟେସନ ଇନ ପ୍ଲାଣ୍ଟସ, ପ୍ଲାଣ୍ଟସରେ କେମିତି ଆଡାପ୍ଟେସନ ରହୁଛି, ତାର କେମିତି ଫଙ୍କସନ କରୁଛି, ବଢିବାରେ କେମିତି ଫଙ୍କସନ କରୁଛି, ତାକୁ ରିଲେଟ କରିକି ବି କିଛି ପ୍ରଶ୍ନ ଆସିପାରେ। ତାପରେ ରହିଲା ମାଇକ୍ରୋ ଅର୍ଗାନିଜମ, ଯେମିତି କ୍ଲାସିଫିକେସନ କେମିତି ହେଇଛି, ତାର ବେନିଫିଟ୍ସ କ'ଣ ମାଇକ୍ରୋ ଅର୍ଗାନିଜମ। କ୍ଲାସ 8 ର ଗୋଟେ ଚାପ୍ଟର ଅଛି ଉପକାରୀ ଅପକାରୀ ଅଣୁଜୀବ, ସେ ଚାପ୍ଟରଟି ଭଲ ଭାବରେ ଦେଖିକି ଯାଅ, ସେଇଥିରୁ ହିଁ କ୍ୱେଶ୍ଚନ ଗୋଟେ ଦୁଇଟା ଆସୁଛି, ଆଉ କିଛି ନାହିଁ। ଆଉ ଡିଜିଜ କ'ଣ ରହୁଛି, କୋଉ କୋଉ କଜ ପାଇଁ ଡିଜିଜ ହୁଏ, କୋଉ ଭିଟାମିନ ଅଭାବରେ, ସାଧାରଣତଃ ଦେଖିଥିବ ଭିଟାମିନ ଡି ଅଭାବରୁ କେଉଁ ରୋଗ ହଉଛି ସେଇଟା ପଚାରେ, କିମ୍ବା ଭିଟାମିନ ଡି କୋଉଠି ମିଳିଥାଏ, କିମ୍ବା ଭିଟାମିନ ଏ ଅଭାବରୁ କେଉଁ ରୋଗ ହୋଇଥାଏ, ଏଇଭଳିଆ କିଛି କ୍ୱେଶ୍ଚନ ପଚାରିଥାଏ। ତ ଆଜି ପାଇଁ ଏଇଟି ହଉଛି ସିଲାବସ। ଏଇ ସିଲାବସକୁ ଯଦି ତମେ ଭଲ ଭାବରେ କଭର କରିକି ଯାଉଛ, ତାହେଲେ ଆଇ ଏମ୍ କ୍ୱାଇଟ୍ ସିଓର ୱିଦିନ୍ 2 months, 2 ମାସ ଭିତରେ ତମେ ଏମିତି ଯଦି ପ୍ରିପେୟାର କରିବ ସିଲାବସକୁ ନେଇକି, ତାହେଲେ ନିଶ୍ଚୟ ଭାବରେ ତୁମେ ସିଲେକ୍ସନ ହବ। କିନ୍ତୁ ପ୍ରତ୍ୟେକ ଦିନ ତୁମକୁ ଏଇ ଚାପ୍ଟର ୱାଇଜ ସିଲେକ୍ସନ କରିବାକୁ ପଡିବ, ଆଉ ତାକୁ ଭଲ ଭାବରେ ପ୍ରାକ୍ଟିସ କରିବାକୁ ପଡିବ। ଆଉ ତୁମମାନଙ୍କୁ ଯଦି ଏଇ ଭିଡ଼ିଓଟି ଭଲ ଲାଗିବ, ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ତା ସହିତ ନୂଆ ଭିଡ଼ିଓ କୋଉ ଚାପ୍ଟରକୁ ନେଇକି କରାଯିବ ତାର ମଧ୍ୟ ସଜେଷ୍ଟ କରିପାରିବେ। ଥ୍ୟାଙ୍କ ୟୁ ଫର ୱାଚିଂ।